ତ ହାଏ ସାଙ୍ଗମାନେ ଜୟ ଜଗନ୍ନାଥ। ତ ସକାଳୁ ସକାଳୁ ଭାଇ ଦେଖିବ ପରିବାପତ୍ର ନେଇକି ଆମେ ସବୁ ରେଡ଼ି ଭାଇ, ମାନେ ଗେସ୍ କଲେ ଆମେ କ'ଣ କରିଯାଉଛି। ଆଉ ଠିକ୍ ଗେସ୍ କରୁଛନ୍ତି, ଆମେ ଯାଉଛୁ ଭାଇ ବ୍ୟାଚ୍ ଭୋଜି ଆଜି ଆମର ସବୁ ଜିନିଷପତ୍ର ପ୍ରିପାରେସନ୍ କରି ଆମେ ଚାଲୁ। ମୋ ଭଳିଆ ଯିଏ ଏମିତି ଡାଲା ଅଟୋରେ ବସିକି ବୁଲିଛ ନିହାତି ଭାବେ କମେଣ୍ଟ କରିବ। ତାପରେ ଆମର ଏଠି ଗୋଟେ ଜାଗାକୁ ଆସିଗଲା, ଆମର ବକ୍ସ ଫକ୍ସ ସବୁ ଲୋଡ୍ ହେଲା, ବକ୍ସ ଜେନେରେଟର ଫେନେରେଟର ଏମିତି ଯାହା ଦରକାର ହେଲା ସାଉଣ୍ଡ ସିଷ୍ଟମ୍ ସବୁ ଲୋଡ୍ ହେଇଗଲା। ପୁଣି ଆଉ ଗୋଟେ ଜାଗାକୁ ଆମେ ଆସିଲୁ, ଏଠି ଡିସ୍ ସଉଦା ପତ୍ର ଚେୟାର ଫେୟାର କାଠ ଫାଠ ଯାହା ବି ସାମାନ ଦରକାର ହୁଏ ଆମେ ସବୁ ଲୋଡ୍ କଲୁ। ଲୋଡ୍ କରିକି ଆମେ ଚାଲୁ ଆମ ଡେଷ୍ଟିନେସନ୍କୁ, ଯେଉଁଠି ଆମର ଭୋଜି ହେଉଛି। ଆମ ସୁକିନ୍ଦାରୁ 2-3 କିଲୋମିଟର ଦୂର ଅଛି ଦଲକି ଗୋଟେ ଡ୍ୟାମ୍ ଅଛି, ସେଇଠି ବୋବାଲ ମାନେ ପ୍ଲେସ୍ଟା ଆପଣ ଦେଖିବେ, ମସ୍ତ ପ୍ଲେସ୍ଟା ଏଠି ମାନେ ବୋବାଲ ହେଇଛି। ଆମେ ବି ଜାଣିନଥିଲୁ ଏଠି ଗୋଟେ ଜାଗା ଅଛି, ଆମେ ବି ରିସେଣ୍ଟ ଏଟା ଏକ୍ସପ୍ଲୋର କଲୁ, ଭାଇ ବଢ଼ିଆ ହେଇଛି। ତାପରେ ଏଇଠି ଆମେ ଭାବିଲୁ ଭୋଜି କରିବା, ଆମେ ଭାବିଲୁ ବହୁତ ଲୋକ ହେଇଥିଲେ, ଦେଖିଲା ବେଳକୁ ନୂଆବର୍ଷ ପୂର୍ବରୁ ବି ଲୋକ ବି ଏତେ ନଥିଲେ, ବାସ୍ ଫାଙ୍କାରେ ବଢ଼ିଆ ହେଲା ଭୋଜି। ତାପରେ ଗାଡ଼ି ଏଇଠି ଆମେ ପଛ ଆସୁଥିଲା, ଆମେ ଆଗରେ ସବୁ ଏଠି ଆସୁଥିଲୁ। ତାପରେ ଏଠି ଆମର ରୋଷେଇଆ ଭାଇ ବି ସବୁ ଆସିଗଲେ, ଜିନିଷପତ୍ର ଆମେ ବି ପକେଇ ପୁକା ଦେଲୁ। ସିଏ ତାଙ୍କର ଚୁଲି ଫୁଲି ଲଗା ସବୁ ପ୍ରିପାରେସନ୍ ଆରମ୍ଭ କରିଦେଲେ ହେଲା। ସକାଳୁ ଶୀଘ୍ର ନ କଲେ ପୁଣି ଖରାବେଳେ ଖାଇବା କେମିତି, ତେଣୁକରି ସିଏ ତାଙ୍କର ସବୁ ଜିନିଷପତ୍ର ଚୁଲି ଲଗାଇବା ଭିତରେ ଆମେ ବି ଏଠି ସବୁ ଆମର ଖୋଲାଖୋଲି ଆରମ୍ଭ କଲୁ। ତାପରେ ଜେନେରେଟରକୁ ସବୁ ଖୋଲାଖୋଲି ପରେ ଜେନେରେଟର ବି ଷ୍ଟାର୍ଟ କରାହେଲା। ଜେନେରେଟର ତ ଷ୍ଟାର୍ଟ ହେଉନଥିଲା, ତାପରେ ଆମର କାହିଁକିନା ଥଣ୍ଡା ହେଇଯାଇଛି ନା, ଇଞ୍ଜିନ୍ ପୁରା ଥଣ୍ଡା। ତାପରେ ଆମର ଯେଉଁ ଅଟୋ ଯେ ଡ୍ରାଇଭର ଭାଇ ଆସିଥିଲେ ସିଏ ତାଙ୍କର କ'ଣ କଲେ, ତାକୁ ଟିକେ ଚୋକ୍ ଫୋକ୍ ମାରିକି ତାକୁ ବହୁତ ପରିଶ୍ରମ କରି ଷ୍ଟାର୍ଟ ଫାର୍ଟ କଲେ। ଆମର ଦେଖିତେ ସବୁ ରେଡ଼ି, ଏନଭାୟରମେଣ୍ଟ ପୁରା ଓକେ। ତାପରେ ଏଠି ଡିଜେ ବାସିଲା, ଯେଉଁଟାକି ଶୁଣେଇ ହେବନି ଭାଇ, କପିରାଇଟ୍ ଆସିଯିବ ହେଲା କି। ତାପରେ ଆମର ସବୁ ରେଡ଼ି, କେବଳ ପିଲା ଆସିବେ। ତାପରେ ଏଠି ଆମର ଦେଖିପାରୁଥିବେ ପକୋଡ଼ା ଫକୋଡ଼ା ପାଇଁ ସବୁ ପ୍ରିପାରେସନ୍ ଚାଲିଗଲା। ମାନେ ମ୍ୟାରିନେଟ୍ ହେଇକି ଏବେଠୁ ରହିଗଲେ, ମାନେ ସେତେବେଳକୁ ଜଷ୍ଟ ପିଲା ଯେତେବେଳେ ଆସିବେ ସବୁ ଛଣାଛୁଣା ହେବ ଆଉ। ତାପରେ ଦେଖିପାରୁଥିବେ ଏଠି ଆମର ସବୁ ରେଡ଼ି, ଆମେ ବି ଚାଲୁ। ଅଟୋ ପଳେଇଲା ଭାଇ ତା ଘରକୁ, ଆମେ ବି ଚାଲୁ ଆମ ଘରକୁ। ତାପରେ ଆମେ ଗାଧେଇ ପାଧେଇକି ସବୁ ରେଡ଼ି ହେଇକି ଚାଲୁ ଆଉ। ଦେଖିପାରୁଥିବେ ଏଇଠି ମୋ ସାଙ୍ଗକୁ ମୁଁ ଅପେକ୍ଷା କରିଛି, ସିଏ ଆସିଲେ ଆମେ ସାଙ୍ଗ ହୋଇ ଯିବୁ ଆଉ। ତାପରେ ଏଠି ଆମର ସବୁ ଝିଅ ସାଙ୍ଗମାନେ ସବୁ ପଳେଇ ଆସିଲେ, ଏଠି ସବୁ ପକୋଡ଼ା ଫକୋଡ଼ା ଖିଆପିଆ ଚାଲିଛି। ତାପରେ ଆମେ ବି ଯେତେ ଗରମ ଗରମ ପକୋଡ଼ା ବାହାରୁଛୁ, ଯଦି ନ ଖାଇବ ଥଣ୍ଡା ହେଲା ବାଗ ଲାଗିବନି ନା, ତେଣୁ ଆମେ ବି ସବୁ ଟେଷ୍ଟ କଲୁ ପକୋଡ଼ା। ଆଣ୍ଡ ପକୋଡ଼ାଟା ବି ଭାଇ ବଢ଼ିଆ ହେଇଥିଲା, ବୋବାଲ ଲାଗୁଥିଲା, ମସ୍ତ ହେଇଥିଲା ପକୋଡ଼ାଟା। ତାପରେ ଆଜ ୟୁଜୁଆଲ ସବୁ ଟିକେ ଯଦି ଡ୍ୟାନ୍ସ ନ ହେବ କ'ଣ ବାଗ ହେବ କି, ଡ୍ୟାନ୍ସ ଫ୍ୟାନ୍ସ ଟିକେ ହେଲା। ତାପରେ ଏଠି ଯାହା ବଳକା ରୋଷେଇ ବସିଥିଲା ସବୁ ମାନେ ରୋଷେଇବାସ କମ୍ପ୍ଲିଟ୍। ତାପରେ ଏଠି ହେଲା ଖିଆପିଆ, ଆମେ ବି ସବୁ ଆଙ୍କୁ ବଢ଼ାବୁଢ଼ି କରିଦେଲୁ ଆମ ସବୁ ମହିଳା ସାଙ୍ଗମାନଙ୍କୁ। ବଢ଼ାବୁଢ଼ି କଲା ପରେ ତାପରେ ଦେଖିପାରୁଥିବେ ଏଠି ଆମର ସବୁ ଟିକେ ଟେଷ୍ଟ ହେଉଛି କ'ଣ କେମିତି ରୋଷେଇ କ'ଣ ନାହିଁ। କିନ୍ତୁ ଭାଇ ରୋଷେଇ କିନ୍ତୁ ବୋବାଲ ହେଇଥିଲା, ମସ୍ତ ରୋଷେଇ କରୁଥିଲା। ତାପରେ ଦେଖିପାରୁଥିବେ ଏଇଟା ହେଉଛି ମୋ ପ୍ଲେଟ୍ ହେଲା। ତାପରେ ଆମର ଏଠି ଖିଆପିଆ ସଇଲା। ତାପରେ ଭାଇ ସବୁ ଧୁଆ ପଖଳା କରିକି ଆମେ ଭାଇ ଚାଲିଲୁ ଘରକୁ। ରହୁଛି ଟାଟା, ଦେଖା ହେବ ନେକ୍ସଟ ବ୍ଲଗରେ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ করে ଜମା ଭୁଲିବନି। ରହୁଛି ଟାଟା।